ସନ୍ନିହିତ କୋଣ କାହାକୁ କୁହାଯାଏ? ଯେଉଁ ଦୁଇଟି କୋଣ ମଧ୍ୟରେ ଗୋଟିଏ ସାଧାରଣ ବାହୁ ଥାଏ ତେବେ ସେହି ଦୁଇ କୋଣକୁ ପରସ୍ପର ସନ୍ନିହିତ କୋଣ ବୋଲି କୁହାଯାଏ। ଅନୁରୂପ କୋଣ କାହାକୁ କୁହାଯାଏ? ଯେଉଁ ଦୁଇଟି କୋଣର ପରିମାଣ 90 ଡିଗ୍ରୀ ହୁଏ ସେହି କୋଣ ଦ୍ୱୟକୁ ପରସ୍ପର ଅନୁରୂପକ କୋଣ କୁହାଯାଏ। ପରିପୂରକ କୋଣ କାହାକୁ କୁହାଯାଏ? ଯେଉଁ ଦୁଇଟି କୋଣର ପରିମାଣ 180 ଡିଗ୍ରୀ ହୁଏ ସେହି କୋଣ ଦ୍ୱୟକୁ ପରସ୍ପର ପରିପୂରକ କୋଣ ବୋଲି କୁହାଯାଏ। ପ୍ରତୀପ କୋଣ କାହାକୁ କୁହାଯାଏ? ଦୁଇଟି ସରଳ ରେଖା ପରସ୍ପରକୁ ଛେଦ କରିବା ଦ୍ୱାରା ଗଠିତ ହେଉଥିବା କୋଣ ଚାରୋଟି ମଧ୍ୟରୁ ଗୋଟିଏ କୋଣ ସହ ସନ୍ନିହିତ ହୋଇନଥିବା କୋଣଟିକୁ ପ୍ରତୀପ କୋଣ କୁହାଯାଏ। ପରସ୍ପର ଛେଦୀ ରେଖା କାହାକୁ କୁହାଯାଏ? ଦୁଇଟି ରେଖାର ଗୋଟିଏ ସାଧାରଣ ବିନ୍ଦୁ ଥିଲେ ସେହି ଦୁଇ ରେଖାକୁ ପରସ୍ପର ଛେଦୀ ରେଖା ବୋଲି କୁହାଯାଏ। ଛେଦକ ରେଖା କାହାକୁ କୁହାଯାଏ? ଗୋଟିଏ ରେଖା ଅନ୍ୟ ଦୁଇ ରେଖାର ଭିନ୍ନ ଭିନ୍ନ ବିନ୍ଦୁରେ ଛେଦ କଲେ ସେହି ରେଖାର ଛେଦ ଅଂଶକୁ ଛେଦକ ରେଖା ବା ସେହି ରେଖାଟିକୁ ଛେଦକ ରେଖା ବୋଲି କୁହାଯାଏ। ସମାନ୍ତର ସରଳ ରେଖା କାହାକୁ କୁହାଯାଏ? ଏକ ସମତଳ ଉପରେ ଅଙ୍କିତ ଦୁଇଟି ସରଳ ରେଖା ପରସ୍ପରକୁ କୌଣସିଠାରେ ଛେଦ ନ କରନ୍ତି ତେବେ ସେହି ଦୁଇ ରେଖା ବା ସେହି ଦୁଇ ସରଳ ରେଖାକୁ ସମାନ୍ତର ସରଳ ରେଖା କୁହାଯାଏ। ଅନୁରୂପକ କୋଣ ଯୋଡ଼ି କିପରି ଜାଣିବା? ଇଂରାଜୀ ଅକ୍ଷର Fର ବିଭିନ୍ନ ଅବସ୍ଥାକୁ ସୂଚାଉଥିବା କୋଣ ଦୁଇଟିକୁ ଅନୁରୂପକ କୋଣ ଯୋଡ଼ି ବୋଲି ଜାଣିବା। ଏକାନ୍ତର କୋଣ ଯୋଡ଼ି କିପରି ଜାଣିବା? ଇଂରାଜୀ ଅକ୍ଷର Zର ବିଭିନ୍ନ ଅବସ୍ଥାକୁ ସୂଚାଉଥିବା ଦୁଇଟି କୋଣ ଦ୍ୱୟକୁ ଏକାନ୍ତର କୋଣ ଯୋଡ଼ି ବୋଲି ଜାଣିବା। ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ ଯୋଡ଼ି କିପରି ଜାଣିବା? ଇଂରାଜୀ ଅକ୍ଷର Uର ବିଭିନ୍ନ ଅବସ୍ଥାକୁ ସୂଚାଉଥିବା କୋଣ ଦ୍ୱୟକୁ ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ ଯୋଡ଼ି ବୋଲି। ତ୍ରିଭୁଜର ମଧ୍ୟମା କାହାକୁ କହିବା? ଗୋଟିଏ ବାହୁର ମଧ୍ୟବିନ୍ଦୁ ଓ ଉକ୍ତ ବାହୁର ସମ୍ମୁଖୀନ ଶୀର୍ଷ ବିନ୍ଦୁର ସଂଯୋଜକ ରେଖାକୁ ସେହି ତ୍ରିଭୁଜର ଗୋଟିଏ ମଧ୍ୟମା କହିବା। ସେହିପରି ଗୋଟିଏ ତ୍ରିଭୁଜର ତିନୋଟି କୋଣରୁ ସୃଷ୍ଟି ହୋଇ ତିନୋଟି ମଧ୍ୟମା ଅଙ୍କନ କରାଯାଇପାରିବ। ଉଚ୍ଚତା କାହାକୁ କୁହାଯାଏ? ତ୍ରିଭୁଜର ଗୋଟିଏ କୋଣରୁ ତାହାର ବିପରୀତ ବାହୁ ପ୍ରତି ଅଙ୍କିତ ରେଖା ଭୂମି ସହ 90 ଡିଗ୍ରୀ କୋଣ ସୃଷ୍ଟି କରେ। ଉକ୍ତ ରେଖାଖଣ୍ଡକୁ ତ୍ରିଭୁଜର ଉଚ୍ଚତା ବୋଲି ଆମେ କହିବା। ସେହିପରି ଗୋଟିଏ ତ୍ରିଭୁଜର ତିନୋଟି ଉଚ୍ଚତା ଅଙ୍କନ ସମ୍ଭବ। ଚତୁର୍ଭୁଜ କାହାକୁ କୁହାଯାଏ? ଯେଉଁ ଚିତ୍ରଟି ଚାରୋଟି ରେଖାଖଣ୍ଡ ଦ୍ୱାରା ଆବଦ୍ଧ ଉକ୍ତ ଚିତ୍ରକୁ ଚତୁର୍ଭୁଜ କୁହାଯାଏ। ଆୟତ ଚିତ୍ର କାହାକୁ କୁହାଯାଏ? ଯେଉଁ ଚତୁର୍ଭୁଜର ପ୍ରତ୍ୟେକ କୋଣ 90 ଡିଗ୍ରୀ ଓ ବିପରୀତ ବାହୁମାନ ସମାନ ଅଟନ୍ତି ସେହି ଜ୍ୟାମିତିକ ଚିତ୍ରକୁ ଆୟତ ଚିତ୍ର। ବର୍ଗଚିତ୍ର କାହାକୁ କୁହାଯାଏ? ଯେଉଁ ଚତୁର୍ଭୁଜର ପ୍ରତ୍ୟେକ କୋଣର ପରିମାଣ 90 ଡିଗ୍ରୀ ଓ ପ୍ରତ୍ୟେକ ବାହୁ ପରିମାଣ ସମାନ ତାହାକୁ ବର୍ଗଚିତ୍ର। ସାମୁଦ୍ରିକ କ୍ଷେତ୍ର ବା ଚିତ୍ର କାହାକୁ କୁହାଯାଏ? ଯେଉଁ ଚତୁର୍ଭୁଜର ବିପରୀତ ବାହୁ ସମାନ୍ତର ଅଟନ୍ତି ଉକ୍ତ ଚିତ୍ରକୁ ସାମୁଦ୍ରିକ। ରମ୍ବସ୍ କାହାକୁ କୁହାଯାଏ? ଯେଉଁ ଚତୁର୍ଭୁଜର ପ୍ରତ୍ୟେକ ବାହୁ ସମାନ ଉକ୍ତ ଚତୁର୍ଭୁଜକୁ ରମ୍ବସ୍ କୁହାଯାଏ ଓ କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡକ କରନ୍ତି। ଟ୍ରାପିଜିୟମ୍ କାହାକୁ କୁହାଯାଏ? ଯେଉଁ ଚତୁର୍ଭୁଜ ଦୁଇଟି ବାହୁ ପରସ୍ପର ସମାନ୍ତର ଅଟନ୍ତି ସେହି ଚତୁର୍ଭୁଜକୁ ଟ୍ରାପିଜିୟମ୍ କୁହାଯାଏ। ବୃତ୍ତ କାହାକୁ କୁହାଯାଏ? କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁର ସମାନ ଦୂରରେ ଅବସ୍ଥିତ ବିନ୍ଦୁମାନଙ୍କର ସମାହାରକୁ ବୃତ୍ତ କୁହାଯାଏ। କେନ୍ଦ୍ରବିନ୍ଦୁ କାହାକୁ କୁହାଯାଏ? ବୃତ୍ତର ଠିକ୍ କେନ୍ଦ୍ରରେ ଠାରେ ବା ପରିଧିର ସମଦୂରବର୍ତ୍ତୀରେ ଅବସ୍ଥିତ ବିନ୍ଦୁକୁ ଆମେ କେନ୍ଦ୍ରବିନ୍ଦୁ ବୋଲି କହୁ। ପରିଧି କାହାକୁ କୁହାଯାଏ? ବୃତ୍ତର ଚାରି ସୀମାକୁ ନିର୍ଣ୍ଣୟ କରୁଥିବା ବକ୍ରରେଖାକୁ ଆମେ ପରିଧି ବୋଲି କହୁ। ବ୍ୟାସ କାହାକୁ କୁହାଯାଏ? ଯେଉଁ ରେଖା ପରିଧିର ଉଭୟ ପାର୍ଶ୍ୱକୁ ଛେଦ କରି କେନ୍ଦ୍ରବିନ୍ଦୁ ମଧ୍ୟ ଦେଇ ଅଙ୍କନ କରାଯାଇପାରିବ ଉକ୍ତ ରେଖାଖଣ୍ଡକୁ ବୃତ୍ତର ବ୍ୟାସ କୁହାଯାଏ। ଜ୍ୟା କାହାକୁ କୁହାଯାଏ? ଯେଉଁ ରେଖାଖଣ୍ଡ ପରିଧିର ଉଭୟ ପାର୍ଶ୍ୱକୁ ଛେଦ କରି କେନ୍ଦ୍ରବିନ୍ଦୁକୁ ଛେଦ କରିନଥାଏ ଉକ୍ତ ରେଖାଖଣ୍ଡକୁ ବୃତ୍ତର ଜ୍ୟା। ବ୍ୟାସାର୍ଦ୍ଧ କାହାକୁ କୁହାଯାଏ?
ଯେଉଁ ରେଖାଖଣ୍ଡ ବୃତ୍ତର କେନ୍ଦ୍ରରୁ ପରିଧିର କୌଣସି ଅଞ୍ଚଳକୁ ଛେଦ କରେ ତେବେ ଉକ୍ତ ରେଖାଖଣ୍ଡକୁ ଆମେ ବୃତ୍ତର ବ୍ୟାସାର୍ଦ୍ଧ ବୋଲି କହୁ।